ସ୍ୱାମୀ ବିବେକାନନ୍ଦ ଗୋଟିଏ ଏମିତି ନାଁ ଯାହା ଆଜି ବି ଆମ ଭିତରେ ଗୁଞ୍ଜରିତ ହୁଏ। ସେ ଥିଲେ ପୂର୍ବର ଆଧ୍ୟାତ୍ମିକ ଜ୍ଞାନ ଆଉ ପଶ୍ଚିମର ଆଧୁନିକ ବିଚାରଧାରା ଭିତରେ ଏକ ସେତୁ। କିନ୍ତୁ ସତରେ କିଏ ଥିଲେ ସେ, ଯାହାଙ୍କର ମାତ୍ର କେହି ପଦ କଥା ପୁରା ଦୁନିଆକୁ ଚୁପ୍ କରାଇ ଦେଇଥିଲା? ଆସନ୍ତୁ ତାଙ୍କରି ବିଷୟରେ ଆଜି ଆମେ ଜାଣିବା। ଏହି ଶବ୍ଦଗୁଡ଼ିକ ଟିକେ ଶୁଣନ୍ତୁ। ଆମେରିକାର ମୋର ଭଉଣୀ ଆଉ ଭାଇମାନେ। ଏହା ଖାଲି ଗୋଟେ ସାଧାରଣ ସମ୍ବୋଧନ ନଥିଲା ନା, ଏହା ଥିଲା ଏକ ବୈପ୍ଳବିକ ଆହ୍ୱାନ, ଯାହା ସେହି ମୁହୂର୍ତ୍ତରେ ପୂର୍ବ ଓ ପଶ୍ଚିମ ଭିତରେ ଥିବା ସବୁ ଦୂରତାକୁ ମିଟାଇ ଦେଇଥିଲା, ଗୋଟେ ନୂଆ ସେତୁ ତିଆରି କରିଥିଲା। ଟିକେ କଳ୍ପନା କରନ୍ତୁ ତ। ସମୟ ହେଉଛି 1893। ସ୍ଥାନ ଚିକାଗୋର ବିଶ୍ୱ ଧର୍ମ ସଂସଦ। ସେତେବେଳେ ଭାରତକୁ ଖାଲି ଏକ ଉପନିବେଶ ଭାବରେ ଦେଖାଯାଉଥିଲା। ଆଉ ସେହି ସମୟରେ ଜଣେ ଅଜଣା ହିନ୍ଦୁ ସନ୍ନ୍ୟାସୀଙ୍କର ଏହି କେଇପଦ କଥା, ଆଉ ତାପରେ ଯାହା ହେଲା, ହଜାର ହଜାର ଲୋକ ନିଜ ଜାଗାରୁ ଉଠି ଠିଆ ହୋଇଗଲେ, ଆଉ ପୁରା 2 ମିନିଟ୍ ଧରି ତାଳିମାଡ଼ ଚାଲିଲା। ସତରେ କି ଅଦ୍ଭୁତ ଦୃଶ୍ୟ ଥିଲା ସେଇଟା। ତେବେ ଏଠି ଗୋଟେ ବଡ଼ ପ୍ରଶ୍ନ ଉଠୁଛି, କିଏ ଥିଲେ ଏହି ବ୍ୟକ୍ତି? ଆଉ ତାଙ୍କ ବାର୍ତ୍ତାରେ ଏମିତି କ'ଣ ଥିଲା ଯେ ପୁରା ଦୁନିଆ ତାଙ୍କ ପ୍ରତି ଏତେ ଆକର୍ଷିତ ହୋଇଗଲା? ଆଜି ଆମେ ଏହି ବିଷୟରେ ହିଁ ଆଲୋଚନା କରିବା। ଆସନ୍ତୁ ତାଙ୍କ ଜୀବନର ଆରମ୍ଭ ଆଉ ତାଙ୍କ ବିଚାରର ଗଭୀରତାକୁ ବୁଝିବାକୁ ଚେଷ୍ଟା କରିବା। ଆସନ୍ତୁ ଏବେ ଟିକେ ପଛକୁ ଯିବା। ନରେନ୍ଦ୍ର ବିବେକାନନ୍ଦ ଜଣେ ସନ୍ନ୍ୟାସୀଙ୍କ ନିର୍ମାଣ। ଦେଖନ୍ତୁ, ସ୍ୱାମୀ ବିବେକାନନ୍ଦ ହେବା ପୂର୍ବରୁ ସେ ଥିଲେ ନରେନ୍ଦ୍ରନାଥ। ଆଉ ତାଙ୍କର ଦାର୍ଶନିକ ଯାତ୍ରାକୁ ଭଲ ଭାବରେ ବୁଝିବାକୁ ହେଲେ ଆମକୁ ତାଙ୍କର ପିଲାଦିନ ଆଉ ଯୁବାବସ୍ଥାର ସେହି ଦ୍ୱନ୍ଦ୍ୱକୁ ବୁଝିବାକୁ ପଡ଼ିବ, ଯାହା ପ୍ରକୃତିରେ ତାଙ୍କୁ ଗଢ଼ିଥିଲା। ଯୁବକ ନରେନ୍ଦ୍ରନାଥଙ୍କ ବିଷୟରେ ସବୁଠୁ ମଜାଦାର କଥା ହେଉଛି ତାଙ୍କ ଭିତରର ଏହି ଦ୍ୱନ୍ଦ୍ୱ। ଗୋଟେ ପଟେ ଥିଲା ତାଙ୍କର ତର୍କଶୀଳ ମନ, ଯିଏ ପାଶ୍ଚାତ୍ୟ ଦର୍ଶନ ପଢ଼ୁଥିଲା, ସବୁ କଥାରେ ପ୍ରଶ୍ନ କରୁଥିଲା। ଆଉ ଅନ୍ୟପଟେ ଏକ ଗଭୀର ଆଧ୍ୟାତ୍ମିକ ଆତ୍ମା, ଯିଏ ଧ୍ୟାନ ଆଉ ସାଧୁସନ୍ଥଙ୍କ ପ୍ରତି ଆକର୍ଷିତ ଥିଲା। ତାଙ୍କ ଭିତରେ ଥିବା ଏହି ଯୁକ୍ତି ଆଉ ଆଧ୍ୟାତ୍ମିକତାର ମିଶ୍ରଣ ହିଁ ତାଙ୍କୁ ସ୍ୱତନ୍ତ୍ର କରିଥିଲା। ହେଲେ ଖାଲି ବହି ପଢ଼ିକି ତାଙ୍କ ମନ ମାନୁନଥିଲା। ତାଙ୍କୁ କିଛି ବାସ୍ତବ ଅନୁଭୂତି ଦରକାର ଥିଲା। ସେଥିପାଇଁ ସେ କଲିକତାର ବଡ଼ ବଡ଼ ଜ୍ଞାନୀ ଲୋକଙ୍କ ପାଖକୁ ଯାଇ ସିଧାସଳଖ ଗୋଟିଏ ପ୍ରଶ୍ନ ପଚାରିବା ଆରମ୍ଭ କଲେ। ଆପଣ କ'ଣ ଈଶ୍ୱରଙ୍କୁ ଦେଖିଛନ୍ତି? ଟିକେ ଭାବନ୍ତୁ ତ, ଏଇଟା ଖାଲି ଗୋଟିଏ ପ୍ରଶ୍ନ ନଥିଲା, ଏହା ଥିଲା ତାଙ୍କର ପ୍ରତ୍ୟକ୍ଷ ଅନୁଭୂତି ପାଇଁ ଏକ ଗଭୀର ବ୍ୟାକୁଳତା। ଆଉ ଶେଷରେ ତାଙ୍କୁ ତାଙ୍କର ଉତ୍ତର ମିଳିଗଲା। ଏକ ଏମିତି ଉତ୍ତର ଯାହା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଲା। କାହାଠୁ? ତାଙ୍କ ଭବିଷ୍ୟତର ଗୁରୁ ଶ୍ରୀରାମକୃଷ୍ଣ ପରମହଂସଙ୍କଠାରୁ। ବାସ୍ ଗୋଟିଏ ବାକ୍ୟ, ଆଉ ସେଇଠୁ ହିଁ ଆରମ୍ଭ ହେଲା ଇତିହାସର ଏକ ଅଦ୍ଭୁତ ଗୁରୁ ଶିଷ୍ୟ ସମ୍ପର୍କର କାହାଣୀ। ଆସନ୍ତୁ ଏବେ ତାଙ୍କର ମୂଳ ଦାର୍ଶନିକ ଶିକ୍ଷା ଉପରେ ନଜର ପକାଇବା। ଆଧୁନିକ ବିଶ୍ୱ ପାଇଁ ଦର୍ଶନ, ଏକ ନୂତନ ବେଦାନ୍ତ। ଏହା ହିଁ ସେହି ବାର୍ତ୍ତା ଯାହାକୁ ବିବେକାନନ୍ଦ ପୁରା ଦୁନିଆରେ ପହଞ୍ଚାଇଥିଲେ। ତେବେ ଏହି ନବ୍ୟ ବେଦାନ୍ତ ଜିନିଷଟା କ'ଣ? ଦେଖନ୍ତୁ, ଏହା ହେଉଛି ଆମର ପ୍ରାଚୀନ ହିନ୍ଦୁ ଦର୍ଶନର ଏକ ଆଧୁନିକ ରୂପ। ଏହାର ମୂଳ କଥା ବହୁତ ସରଳ କିନ୍ତୁ ବହୁତ ଶକ୍ତିଶାଳୀ। ସବୁ ଧର୍ମ ଗୋଟିଏ ଲକ୍ଷ୍ୟରେ ପହଞ୍ଚିବାର ଅଲଗା ଅଲଗା ରାସ୍ତା, ମାତ୍ର ସେହି ଲକ୍ଷ୍ୟ ହେଉଛି ସେହି ପରମ ସତ୍ୟ। ଆଉ ତାଙ୍କର ଏହି ସାର୍ବଜନୀନ ଦୃଷ୍ଟିକୋଣ ପାଇଁ ହିଁ ତାଙ୍କର କଥା ପୁରା ଦୁନିଆରେ ପହଞ୍ଚି ପାରିଥିଲା। ଆଉ ଏଇ ବାକ୍ୟଟିରେ ତାଙ୍କର ସବୁ ଶିକ୍ଷାର ସାରାଂଶ ରହିଛି। ପ୍ରତ୍ୟେକ ଆତ୍ମା ସମ୍ଭାବ୍ୟ ରୂପେ ଦିବ୍ୟ। ତାଙ୍କର ମୂଳ କଥା ଥିଲା ଯେ ଏହି ଈଶ୍ୱରୀୟ ଶକ୍ତି ପ୍ରତ୍ୟେକ ମଣିଷ ଭିତରେ ଅଛି। ଆଉ ଆମ ଜୀବନର ଲକ୍ଷ୍ୟ କ'ଣ? ବାସ୍ ସେହି ଦିବ୍ୟତାକୁ ନିଜ ଭିତରେ ଅନୁଭବ କରିବା ଆଉ ପ୍ରକାଶ କରିବା। କିନ୍ତୁ ଏହା ଖାଲି କୌଣସି ଦାର୍ଶନିକ ତତ୍ତ୍ୱ ନଥିଲା, ଏହା ଥିଲା ଏକ ବ୍ୟବହାରିକ ରାସ୍ତା, ସମସ୍ତଙ୍କ ପାଇଁ ଏକ ପଥ। ସେଥିପାଇଁ ସେ 4ଟି ଯୋଗର କଥା କହିଲେ। କର୍ମଯୋଗ ମାନେ ନିଃସ୍ୱାର୍ଥ କାମ, ଭକ୍ତିଯୋଗ ମାନେ ପ୍ରେମ ଆଉ ଉପାସନା, ରାଜଯୋଗ ମାନେ ଧ୍ୟାନ ଆଉ ମାନସିକ ଅନୁଶାସନ, ଆଉ ଶେଷରେ ଜ୍ଞାନଯୋଗ ମାନେ ବିବେକ ଆଉ ଜ୍ଞାନ। ରାସ୍ତା ଅଲଗା ଅଲଗା ହୋଇପାରେ, କିନ୍ତୁ ଲକ୍ଷ୍ୟ ଗୋଟିଏ। ଆସନ୍ତୁ ଆଗକୁ ବଢ଼ିବା। ସେବା ହିଁ ପୂଜା, ମିଶନର କାର୍ଯ୍ୟକାରିତା। ଦେଖନ୍ତୁ, ବିବେକାନନ୍ଦଙ୍କ ପାଇଁ ଦର୍ଶନ ଖାଲି ଚିନ୍ତା କରିବାର ବିଷୟ ନଥିଲା, ତାକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଆଉ ଏଇଠି ହିଁ ଆମେ ତାଙ୍କୁ ଜଣେ ବଡ଼ ସାମାଜିକ ସଂସ୍କାରକ ରୂପର ଦେଖିବାକୁ ପାଇବା। ଆଉ ତାଙ୍କର ସମାଜସେବା କରିବାର ଇଚ୍ଛା କୌଣସି ବହିରୁ ଆସିନଥିଲା। ଏହା ଆସିଥିଲା ବାସ୍ତବ ଅନୁଭୂତିରୁ। 5 ବର୍ଷ ଧରି ସେ ପୁରା ଭାରତ ବୁଲିଥିଲେ। ଆଉ ସାଧାରଣ ଲୋକଙ୍କର ଦାରିଦ୍ର୍ୟ, ତାଙ୍କର କଷ୍ଟ, ଏସବୁ ଦେଖିବା ପରେ ସେ ପୁରା ବଦଳି ଯାଇଥିଲେ। ତାଙ୍କ ଭିତରେ ଏକ ନିଆଁ ଜଳି ଉଠିଥିଲା। ଏହା ହିଁ ଥିଲା ତାଙ୍କର ବ୍ୟବହାରିକ ବେଦାନ୍ତର ମୂଳ କଥା। ସେ ବିଶ୍ୱାସ କରୁଥିଲେ ଯେ ଈଶ୍ୱରଙ୍କୁ ଖୋଜିବା ପାଇଁ ମନ୍ଦିର କିମ୍ବା ପାହାଡ଼ ଗୁମ୍ଫାକୁ ଯିବାର କୌଣସି ଦରକାର ନାହିଁ। ଈଶ୍ୱର ସେଇଠି ଅଛନ୍ତି, ଗରିବ ଲୋକଙ୍କ ଭିତରେ, ରୋଗୀ ଲୋକଙ୍କ ଭିତରେ, ଦୁଃଖୀ ଲୋକଙ୍କ ଭିତରେ। ସେମାନଙ୍କର ସେବା କରିବା, ତାହା ହିଁ ସବୁଠାରୁ ବଡ଼ ପୂଜା।
ଆଉ ସେ ଖାଲି କଥାରେ କହିନଥିଲେ, କାମରେ କରି ଦେଖାଇଥିଲେ। 1897 ମସିହାରେ ସେ ରାମକୃଷ୍ଣ ମିଶନର ସ୍ଥାପନା କଲେ, ନିଜ ଦର୍ଶନକୁ ବାସ୍ତବ ରୂପ ଦେବା ପାଇଁ। ସାମାଜିକ ସେବାଠୁ ଆରମ୍ଭ କରି ଶିକ୍ଷା, ଦୁର୍ଭିକ୍ଷ ସହାୟତା, ଚିକିତ୍ସା ସେବା ସବୁକିଛି। ଏହା ତାଙ୍କୁ କେବଳ ଜଣେ ଦାର୍ଶନିକ ଭାବରେ ନୁହେଁ, ବରଂ ଜଣେ ମହାନ ମାନବବାଦୀ ଭାବରେ ମଧ୍ୟ ପ୍ରତିଷ୍ଠିତ କଲା। ତେବେ ତାଙ୍କର ସ୍ଥାୟୀ ପ୍ରଭାବ କ'ଣ ଥିଲା? ଏକ ସ୍ଥାୟୀ ବୈଶ୍ୱିକ ଉତ୍ତରାଧିକାର। ଆସନ୍ତୁ ଦେଖିବା ସେ କିଭଳି ଏକ ଛାପ ଛାଡ଼ି ଯାଇଛନ୍ତି, ଯାହା କେବଳ ଭାରତରେ ନୁହେଁ, ପୁରା ବିଶ୍ୱରେ ଆଜି ବି ଦେଖିବାକୁ ମିଳେ। ସେ ପ୍ରକୃତରେ ପାଶ୍ଚାତ୍ୟ ଜଗତ ପାଇଁ ଜଣେ ଆଧ୍ୟାତ୍ମିକ ରାଷ୍ଟ୍ରଦୂତ ଥିଲେ। ସେହି ପ୍ରଥମ ଥର ପାଇଁ ବେଦାନ୍ତ ଏବଂ ଯୋଗ ଭଳି ଭାରତୀୟ ଦର୍ଶନକୁ ପାଶ୍ଚାତ୍ୟ ଦେଶମାନଙ୍କ ସହ ଠିକ୍ ଭାବରେ ପରିଚିତ କରାଇଥିଲେ, ଆଉ ତାକୁ ବିଶ୍ୱମଞ୍ଚରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥିଲେ। ଆଉ ତାଙ୍କ କାମର ପ୍ରକୃତ ଫଳ ଆମେ ଏଇଠି ଦେଖିପାରିବା। 1894ରେ ନ୍ୟୁୟର୍କରେ ପ୍ରଥମ ବେଦାନ୍ତ ସୋସାଇଟି ସ୍ଥାପନା କରିବାଠୁ ଆରମ୍ଭ କରି ଭାରତରେ ରାମକୃଷ୍ଣ ମିଶନର ସ୍ଥାପନା ପର୍ଯ୍ୟନ୍ତ, ଏପରିକି ଆଜି ବି ତାଙ୍କ ଜନ୍ମଦିନକୁ ଭାରତରେ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଉଛି। ତାଙ୍କର ପ୍ରଭାବ ଆଜି ବି ପୁରା ଜୀବନ୍ତ। ଭାରତରେ ତାଙ୍କୁ ଦେଶଭକ୍ତ ସନ୍ଥ ଭାବରେ ସମ୍ମାନ ଦିଆଯାଏ। କାହିଁକି ଜାଣନ୍ତି? କାରଣ ତାଙ୍କର ବାର୍ତ୍ତା ଖାଲି ଆଧ୍ୟାତ୍ମିକ ପ୍ରେରଣା ଦେଉନଥିଲା, ବରଂ ପରାଧୀନ ଭାରତରେ ଲୋକଙ୍କ ଭିତରେ ଏକ ନୂଆ ଆତ୍ମସମ୍ମାନ ଆଉ ଗର୍ବର ଭାବନା ସୃଷ୍ଟି କରିଥିଲା। ସେ ଆଧୁନିକ ଭାରତର ପରିଚୟ ଗଢ଼ିବାରେ ଏକ ବହୁତ ବଡ଼ ଭୂମିକା ଗ୍ରହଣ କରିଥିଲେ। ତେବେ ଶେଷରେ କହିବାକୁ ଗଲେ, ସ୍ୱାମୀ ବିବେକାନନ୍ଦ କେବଳ ଜଣେ ସନ୍ନ୍ୟାସୀ ନଥିଲେ। ସେ ଥିଲେ ଏକ ବିଚାରଧାରା, ଆତ୍ମବିଶ୍ୱାସର, ସେବାର ଆଉ ବିଶ୍ୱଭାତୃତ୍ୱର ଏକ ବିଚାରଧାରା। ଆଉ ଏହା ଆମ ପାଇଁ ଏକ ଶେଷ ପ୍ରଶ୍ନ ଛାଡ଼ି ଯାଉଛି। ଆଜିର ଏହି ଜଟିଳ ଦୁନିଆରେ ଊନବିଂଶ ଶତାବ୍ଦୀର ଜଣେ ସନ୍ନ୍ୟାସୀଙ୍କ ସେହି ସରଳ ବାର୍ତ୍ତା ଯେ ପ୍ରତ୍ୟେକ ଆତ୍ମା ଦିବ୍ୟ, ତାହାର ପ୍ରାସଙ୍ଗିକତା କେତେ, ଏହା ଉପରେ ଟିକେ ଭାବିବା ଦରକାର।